ବାପା ଶୋଇଥିଲା ବେଳେ ପକେଟରୁ ପଇସା ଚୋରେଇ ରାତାରାତି କୋଟିପତି। ହଁ ଆଜ୍ଞା, ଓଡ଼ିଶାର ଯାଜପୁର ଜିଲ୍ଲାର ପବନା ମହାନ୍ତିଙ୍କ ପୁଅ ତୁଫାନ ମହାନ୍ତି ବାପା ଶୋଇଥିଲା ବେଳେ ପକେଟରୁ ପଇସା ଚୋରେଇ 2 ମିଲିୟନ ପଇସା ଲଗେଇ ରାତାରାତି ସେ କୋଟିପତି। ଆସନ୍ତୁ ତାଙ୍କ ପ୍ରତିକ୍ରିୟା ଟିକେ ଶୁଣିନେବା। ମତେ ବହୁତ ଖୁସି ଲାଗୁଛି। ମୁଁ ବହୁତ ଗର୍ବିତ, ଆମ ଗାଁରେ ବି ସମସ୍ତେ ଗର୍ବିତ ଗର୍ବିତ। ଗୋଟେ ଆମ ଗାଁ ସାଙ୍ଗ ଇଣ୍ଟରନ୍ୟାସନାଲ ଯାଇକି 3 କୋଟି ଟଙ୍କା ଜିତିଲା। ସେ ତ ଗାଣ୍ଡି ଦୌଡ କଣ କରିବା, ଆମ ଗାଁ ପିଲାଟା ଭାଇଟା ହବ, ବହୁତ ଖୁସି ଲାଗୁଛି। ଆପଣ 3 କୋଟି ଟଙ୍କା କେମିତି କଣ କରି ଜିତିଲେ? ମୁଁ ଆଜ୍ଞା କାଲି 1 ବେଳକୁ ଟିମ୍ ଲଗେଇଲି କି ଝାଡା ପଳେଇଥିଲି। ସେ ମନ୍ଦିର ଭୋଜି ଟିକେ ବାଡେଇ ଦେଇଥିଲି ତ, ଝାଡା ହଉଥିଲା। ତାପରେ ସନ୍ଧ୍ୟାକୁ ଟର୍ଚ ଟିକେ ପଇଲା, ଚେଞ୍ଜ କରିକି ଲଗେଇଥିଲି। ତାପରେ 11ଟା ରାତିକି ମତେ କଲ୍ କଲେ, କଂଗ୍ରାଚୁଲେସନ ଆପଣ 3.5 ଲକ୍ଷ ମାରିକି ଜିତି ଯାଇଛନ୍ତି। ଆଉ ମୁଁ କହିଲି ସେଇଠୁ କଣ ଆପଣ ସିନା ପଇସା ହାତ ଦେଲେ ଭଲ ଲାଗିବ। ଭାଇ ଆପଣ ସାଙ୍ଗକୁ 3 କୋଟି ଟଙ୍କା ମିଳିଲା, ଆପଣଙ୍କୁ କେମିତି ଲାଗୁଛି? ତାକୁ ତ 3 କୋଟି ଟଙ୍କା ମିଳିଲେ, ତା ଦେହରେ କଣ ଟଙ୍କାଟା ଦବ ଭର୍ତ୍ତ ବଡାକୁ ଛୋଟ ବଡାକୁ ହଲେଇ ବସିକି ବସି। ଆପଣ 3 କୋଟି ଟଙ୍କା ପାଇଛନ୍ତି, କଣ କରିବେ? ମୁଁ ଭାବୁଛି 3 କୋଟି ଟଙ୍କାରେ ଆମ ଗାଁରେ ବହୁତ ଲୋକ ହନ୍ତସନ୍ତ ହୁଅନ୍ତି, ତାଙ୍କ ପାଇଁ ଗୋଟେ ଘର କରିଦେବି। ତ ସିଏ ଏକୁଟିଆ ହେଇ ଦେଖନ୍ତୁ ମାନେ ଭାରି ଏକୁଟିଆ ହେଇ କାମ କରୁଛନ୍ତି, ତାଙ୍କ ପାଇଁ ଗୋଟେ ଘର କରିଦେଲା ପରେ 6,000 ଉପରେ ଖଣ୍ଡେ ରସେନାଣି ରଖିବି। ସେ ତାଙ୍କର ଏଞ୍ଜୟ କରିବେ ଆଉ। ଯାହା ହଉ ଗୋଟେ ମୋ ନାଁ ରଖିବେ, ଯାଇ ଗୋଟେ ଆମ ପାଇଁ ଗୋଟେ କିଛି କରିଥିଲା, ଖୁସି ଲାଗିବ ଗୋଟେ ଆଉ।